କଦଳୀ ଗଛ ମୋର କେମିତି ଭାଙ୍ଗି ଯାଇଛି। ତ ମୁଁ ଏବେ ତାକୁ ପୁରା କାଟି ଦେଇଛି, ମାଡ଼ି ପଇଲା ଗଛଟା। ତ ଏବେ ମୁଁ କାଟି ଦେଇଛି, ତ ଡର୍ଜନ ହିସାବରେ ତାକୁ ଏବେ ମୁଁ ଭାଗ କରିଦେବି ଡର୍ଜନ ହିସାବରେ। ତ ନେବେ ମାନେ ଯେ ସବୁ ଡର୍ଜନ ରେ ନେଖା 4-5 ଭାଗ କରିଦେବି ଏତିକ ଆଉ। 4 ଦେଖନ୍ତୁ 4 ଇଏ ହଉଛି ଭଜା କଦଳୀଟା ଭଜା କଦଳୀ। 4 4 8 9 10 11 ଏ ଗୋଟେ ଦେଇଦେବା ଆଉ 12 ଏ ଗୋଟେ ଡର୍ଜନ ହେଲା। ଆଉ ଗୋଟେ 4 4 8 9 ହେଲେ ଆଉ ଗୋଟେ ଦେଇଦେବୁ 10 11 12 2 ଡର୍ଜନ ହେଇଗଲା। ମାନେ ପୁରା ଆଉ କେତେ ଦିନ ରହିବା କଥା କାନ୍ଦିଟା, ହେଲେ ଗଛ ହାଇଟ୍ ହେଇଗଲା ଅଧିକ। ହାଇଟ୍ ହେବାରୁ ଭରା ହେଇଗଲା ଗଛଟା, ତ ଆଉ ଭାଙ୍ଗିଗଲା ପୁରା ଆଉ। 2 2 2 3 3 3 3 6 7 8 8 9 10 8 ହେଲା 9 10 11 11 12 12 ଇଏ ହେଲା 4 5 6 ଛଅଟା ଜଣଙ୍କର ନେବେ। କଣ? ହଁ ଜଣେ ନେବେ 6ଟା, ତାଙ୍କର 6ଟା ଜଣେ ବି ନେବେ ହେଲା। ଆଉ ଏ ଖୁଡି ଘର ବି 6ଟା ନେବେ ଆଉ 6 6 6 3 9 10 11 12 ଆଉ 6ଟା ରଖିଦେଇଥାଉ 3 3 6 ଏଇଟା କାଟିଦେଲେ ହେଇଯିବ। ଏଇଟା ଦେଇଦେବୁ ଖୁଡି ଘରକୁ ହେଲା। 6 ତାକୁ ବଡ ସାନ ଏଇଟା ଟିକେ ଫାଷ୍ଟ ବଡ ଅଛି। 1 2 3 4 4 4 8ଟା 8ଟା ହେଲେ 8 9 10 11 12 ବାରଟା କରିଦବା। ଇଏ ହେଲା 12ଟା 4 4 4 8 8 9 10 11 12 ପୁରା କଣ୍ଟେ ହେଇଯାଇଛି, ମାନେ ଗୋଟେ ବି ବଳିନି। କେତେ ଡର୍ଜନ ହେଲା? 1 2 3 4 5 6 7 ଡର୍ଜନ। ଏଇଟା ଅଧେ ଅଛି, ଏ ଦିଟା 6ଟା ଅଛି। 7 ଡର୍ଜନ ହେଲା, ଗୋଟେ ଖାନ୍ଦିରେ 7 ଡର୍ଜନ କଦଳୀ ହେଲା। ଯୋଉଟା କି 8 ଡର୍ଜନ 7 ଡର୍ଜନ ଏଇଭଳିଆ ଗୋଟେ ଖାନ୍ଦି ହଉଛି ଏଇ ଭଜା କଦଳୀ। ଗୋଟେ ବଡ ଖାନ୍ଦି ଆର ପଟେ ଅଛି, ଏଟା 8 ଡର୍ଜନ ଖଣ୍ଡେ ବି ହେଇଯାଉଛି। ଆଉ ଗୋଟେ 6 ଡର୍ଜନ 7 ଏଇଟା ହେଲା 7 ଡର୍ଜନ। ଏଇଟା ହରିକା ଯୋଉ ଖାନ୍ଦି ଅଛି, ଏଇଟା ହବ ଯାହାହେଲେ ବି 6 ଖଣ୍ଡେ ହେଲେ ହେଇଯିବ ଆଉ। ଇଏ ଟିକେ ଆହୁରି ଲାଗିବ ବଡ ହବା ପାଇଁ କେଦିନ। ତ ଏତିକ 7 ଡର୍ଜନ ହେଲା, ତ 7 ଡର୍ଜନକୁ ସବୁ ଏଇଟା ଦେବି ମୁଇଁ ଘରୁଆ, ମାନେ ଘରୁଆ ନେବେ ସେଥିପାଇଁ ତ ଡର୍ଜନ ଗୋଟେ ଡର୍ଜନ ଅଧା ଡର୍ଜନ କରିଦେବି। ତ ଘରୁ ମାନେ ଘରକା ନେବେ ଆଉ ହେଲେ ଡର୍ଜନ 2 ଡର୍ଜନ 7 ଘର ଖଣ୍ଡେ ନେବେ। 2 ଘର 3 ଘର 4 ଘର 5 ଘର 6 ଘର। ଆଉ
5 ଘର ହେଇଯାଇଛି ଆଉ 2 ଘର ତ ଯଦି ଗୋଟେ ରହିଲା ଆମେ ଖାଇଦବୁ ତ ମୁଁ ଏବେ ତାକୁ ଗଛ ପୁରା ମାଡି ବଇଲା ମାଡି ବଇବା କାରଣ ହେଲା ମୁଁ ତାଠୁ ପୁଆ କାଲି ବାହାର କରିଦେଇଥିଲି 2ଟା ଖଣ୍ଡେ ପୁଆ ସେଇ ଗଛରୁ ତ 2ଟା ଯୋଉ ବାହାର କରିଦେଇଛି ମାଟି ବି ଉଦା ଟିକେ ଥିଲା ପାଣି ଦେଇ ଦେଇଥିଲେ ଆମର ଏଟା ବାଲି ମାଟିଟା ପୁରା ମାନେ ବାଲିଆ ମାଟିଟା ମାନେ ବେଶୀ ଜୋର ନାହିଁ ଏ ପଛ ଆଡେ ଯୋଉ ଅଛି ଗଛ ସେଇଟା ହଉଛି ଟାଣ ମାଟି ଖଳି ମାଟି ଟାଇପ ର ପୁରା ଟାଣ ମାଟି ଭିଡି ରଖୁଛି ଆଉ ଏଇଠୁ ଏଇ ଗଛ ଯୋଉଠୁ ଲଗା ହେଇଛି ଇଆଡକୁ ଇଆଡକୁ ଟିକେ ବାଲିଆ ମାନେ ଟିକେ ଉର୍ବର ମାଟି ଆଉ କିନ୍ତୁ ଗଛ ବଢିଆ ହଉଛି ହେଲେ ଟିକେ ବାଲିଆ ଯେ ଜୋର ନେଇ ପାରୁନି ଆଉ ସେପଟେ ହେଇ ପଛ ଆଡେ ଯେତେ ଗଛ ଅଛି ସବୁ ପୁରା ଜୋର ଆଉ ଗୋଟେ ପାଚିଲା ଖାନ୍ଦି ବି ଅଛି ତ ପାଚିଲା ଖାନ୍ଦି ଟାକୁ ବି ମୁଁ ଏବେ କାଟିବି ମାନେ ଚଢେଇ ଖାଇ ଦଉଛି ଏବେ ଦେଖିବେ ଆପଣ କେମିତି ଚଢେଇ ଖାଇ ଦଉଛି ମୋ ପାଚି ସାଇଲାନ ତ ମୁଁ ଆଣୁଛି ଏବେ ଆପଣ ଦେଖନ୍ତୁ ତ ଖାନ୍ଦି ଏବେ ଏଇଟା ହଉଛି ପାଚିଲା କଦଳୀ ଦେଖନ୍ତୁ ପାଚି ଯାଉଛି କିନ୍ତୁ ଚଢେଇ ଖାଇଦେଇଛି ଯୋଉଠି ଟିକେ ପାଚି ଯାଉଛି ଚଢେଇ ଖାଇଦେଇଛି ପୁରା ଗଛରେ ପାଚିଲା ଚଢେଇ ହେଇଥିବ ଖାଇଦେଇଛି ଆଉ ଯୋଉଟା ଟିକେ ପାଚି ଯାଉଛି ଅଧିକା ଚଢେଇ କେତେଟା ଗୋଟେ ଯୁଡେ 3ଟା 4ଟା 5ଟା 6ଟା 7 8 9 10 11 12 ଏପଟେ ଗୋଟେ 12ଟା ବାଗିଆ ଚଢେଇ ଖାଇଲା ନା ଯୋଉଠି ପାଚୁଛି ଚଢେଇ ଖାଇଦଉଛି ଗଛରେ ରହୁଛି ନା ମୁଁ ଆଗୁଆ ତାକୁ ଆଗୁଆ ଆଣିବା କଥା କାଟିକିରି ତ ଏଇ ଚଢେଇ ଯୋଉରା ଖାଇଦେଇଛି ପକେଇଦେ କାଟିଦବା ଟିକେ ୟାକୁ ରଖିଦେଲେ ପାଚିଯିବ ତ ଏଟା ଆଉ ବିକ୍ରି ନାହିଁ ନିଜେ ଯାହା ଖାଇବା ଆଉ ବିକ୍ରି ବଟା ନାହିଁ ୟାକୁରୁ ରଖିକିରି ରହିଲା ମାନେ ପାଚିଯିବ ପୁରା ଇଏ ପୁରା ପାଗ ହେଇଯାଇଛି ସବୁ ଖାଇ ଦେଇଥିଲେ ଚଢେଇ ଯେତିକି ପାଚି ଯାଉଛି ଖାଇଦଉ ହଉ ଚଢେଇ ଖାଉଛୁ ଆମେ ଖାଇବା ଖାଲି କି ଚଢେଇ ବି ଖାଇଲେ ଭଲ ମୁଁ ସେଥିପାଇଁ ଜାଣିକିରି କାଟୁ ନଥିଲି ତ ଚଢେଇ ବି କିଛି ଖାଇବା ଆମେ ବି କିଛି ଖାଇବା ଖାଲି ଆମ ପାଇଁ ଆମେ ଖାଇବା କି ଇଏ ପାଚିଛି ଇଏ ଟିକେ ଟିକେ କାଲିକି ପୁରା ବଢିଆ ପରଫେକ୍ଟ ପାଚିଯିବ ତ ଏତିକ ମୋର ଭଜା ଇଏ ହଉଛି ପାଚିଲା କଦଳୀ ଆଉ ଭଜା କଦଳୀ ଆହୁରି ଅଛି ସେପଟେ କାନ୍ଦି ପଡିଛି ୟାକୁ ମୁଁ ଘରେ ନେଇକି ରଖିଦେଇକି ଆସେ
ତ ଏବେ ମୁଁ ରଖିଦେଇକିରି ଆସିଲି ପାଚିଲା କଦଳୀଟା ଘରେ। ତ ସେଟା ପାଚିଯିବ, ମାନେ 2-3 ଦିନ ରହିଗଲା ପରେ ପାଚିଯିବ। ସେ ଧୀରେ ଧୀରେ ପାଚିବ, ଏକା ବେଳେ ପାଚିବନି ପୁରା। ଆଉ ଏଥିରେ କୋଉ ପଚବା ପାଇଁ ସେମିତି କିଛି ଜିନିଷ ଦିଆହବନି, ମୁଁ ନିଜେ ଖାଇବି। ତ 2-3 ଦିନ ରହିଲା ବେଳେ ଉପରୁ ପୁରା ପାଚି ପାଚି ତଳକୁ ଆଇବ। ଯେତିକି ପାଚିବ ସେତିକି ଖାଇଦବା, ଖିଆ ହବ। ତ ଏଇଭଳିଆ ଚାଲିଥିଲା ଆଜି ମୋର, ମାନେ ଗଛଟା ପଡିଯାଇଛି ଯୋଉ ଗୋଟେ ପୁଆଟେ ବଡ ଗଛର ଦେଖନ୍ତୁ, ସେଇଟା ବଡ ଗଛର ପୁରା ଗୋଟେ ପୁଆ ଗୋଟେ ପୁରା ପଡିଛି, ତାକୁ ନେଇକି ଯୋଉଠି ହେଲେ ରୁଇଦେବି। ଆଉ ସେଇଟା ନହେଲେ ବେକାର ହେଇଯିବ, ଯୋଉଠି ହେଲେ ରୁଇଦେଲେ ବି ସେଇଟା ହବ। ତାକୁ ପୁଣି କଟିଂ କରିଦେବି, ଆଉ କଟିଂ କରିକି ରୁଇବି ଆଉ। ତ ଭିଡିଓ ଭଲ ଲାଗିଲେ ଲାଇକ୍ କରିବେ, ଆଉ ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିବେ। ରହିଲି, ଜୟ ଜଗନ୍ନାଥ।